ରାଧେଶ୍ୟାମ। ଫ୍ରେଣ୍ଡସ୍, ସପ୍ତଦଶ ଅଧ୍ୟାୟର ସାରାଂଶକୁ ପଢିବା ଚାଲନ୍ତୁ। ଏହି ଅଧ୍ୟାୟର ପ୍ରାରମ୍ଭରେ ହିଁ ଅର୍ଜୁନ ପ୍ରଶ୍ନ କଲେ ଯେ ଭଗବାନ ଯିଏ ଶାସ୍ତ୍ର ବିଧି ତ୍ୟାଗ କରି ଏବଂ ଶ୍ରଦ୍ଧାଯୁକ୍ତ ହୋଇ ଯଜନ କରିଥାନ୍ତି, ଭୂତ ପ୍ରେତ ଦେବୀ ଦେବତା ଇତ୍ୟାଦି ପୂଜା ହିଁ କରୁଥାନ୍ତି, ତେବେ ସେମାନଙ୍କ ଶ୍ରଦ୍ଧା କିପରି ସାତ୍ୱିକ, ରାଜସିକ ଅଥବା ତାମସିକ ଅଟେ? ଏହାକୁ ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଏହି ପୁରୁଷ ଶ୍ରଦ୍ଧାମୟ ଅଟେ। କୌଣସି ନା କୌଣସି ସ୍ଥାନରେ ତାର ଶ୍ରଦ୍ଧା ତ ନିଶ୍ଚିତ ଥିବ। ଯେପରି ଶ୍ରଦ୍ଧା ସେହିପରି ପୁରୁଷ ଅଟେ, ତାହାର ଯେପରି ବୃତ୍ତି ସେହିପରି ପୁରୁଷ ଅଟେ। ତାଙ୍କର ଶ୍ରଦ୍ଧା ସାତ୍ୱିକ, ରାଜସିକ ଓ ତାମସିକ ଏପରି ତିନି ପ୍ରକାର ହୋଇଥାଏ। ସାତ୍ୱିକ ଶ୍ରଦ୍ଧା ବ୍ୟକ୍ତି ଦେବତାମାନଙ୍କୁ, ରାଜସିକ ଶ୍ରଦ୍ଧା କ୍ଷୟମାନଙ୍କୁ ଅର୍ଥାତ୍ ଯିଏ ଯଶ ଯୈଶ୍ୟ ପ୍ରଦାନ କରିଥାନ୍ତି, ରାକ୍ଷସ ଅର୍ଥାତ୍ ସୁରକ୍ଷା ଦେଇଥାଏ, ସେମାନଙ୍କୁ ପୂଜା କରିଥାନ୍ତି ଓ ତାମସିକ ଶ୍ରଦ୍ଧା ଭୂତ ପ୍ରେତଙ୍କୁ ପୂଜା କରିଥାନ୍ତି। ଶାସ୍ତ୍ର ବିଧିରୁ ରହିତ ଏହି ପୂଜା ଦ୍ୱାରା ଏହି ତିନି ପ୍ରକାର ଶ୍ରଦ୍ଧାକୁ ଶରୀରରେ ସ୍ଥିତଭୂତ ସମୁଦାୟ ଅର୍ଥାତ୍ ନିଜର ସଂକଳ୍ପ ଏବଂ ହୃଦୟ ଦେଶରେ ସ୍ଥିତ ମତେ ଅନ୍ତର୍ଯ୍ୟାମୀ ପରମାତ୍ମାକୁ ମଧ୍ୟ କୁଶ କରିଥାନ୍ତି, ନା କି ପୂଜା କରିଥାନ୍ତି। ସେ ସମସ୍ତଙ୍କୁ ତୁମେ ଅସୁର ବୋଲି ଜାଣ, ଅର୍ଥାତ୍ ଭୂତ ପ୍ରେତ ପକ୍ଷ ରାକ୍ଷସ ତଥା ଦେବୀ ଦେବତା ପୂଜନ କରୁଥିବା ବ୍ୟକ୍ତି ଅସୁର ହୋଇଥାନ୍ତି। ଦେବତା ପ୍ରସଙ୍ଗକୁ ଏଠାରେ ଶ୍ରୀକୃଷ୍ଣ ତୃତୀୟ ଥର ଉଠାଇଛନ୍ତି। ପ୍ରଥମେ ସପ୍ତମ ଅଧ୍ୟାୟରେ ସେ କହିଥିଲେ, ହେ ଅର୍ଜୁନ, କାମନା ଦ୍ୱାରା ଯାହାର ଜ୍ଞାନ ହରଣ କରି ନିଆଯାଇଛି, ସେହି ମୂଢ଼ ବୁଦ୍ଧି ପୁରୁଷ ଭିନ୍ନ ଭିନ୍ନ ଦେବତାକୁ ପୂଜା କରୁଥାନ୍ତି। ଦ୍ୱିତୀୟ ଥର ନବମ ଅଧ୍ୟାୟରେ ସେହି ପ୍ରଶ୍ନକୁ ପୁନରାବୃତ୍ତି କରି କହିଲେ ଯେ ଯେଉଁମାନେ ଭିନ୍ନ ଭିନ୍ନ ଦେବତାମାନଙ୍କୁ ପୂଜା କରୁଛନ୍ତି, ସେମାନେ ହିଁ ମୋତେ ହିଁ ପୂଜା କରିଥାନ୍ତି, କିନ୍ତୁ ସେମାନଙ୍କ ସେହି ପୂଜା ଅବିଧି ପୂର୍ବକ ଅଟେ, ଅର୍ଥାତ୍ ଶାସ୍ତ୍ର ନିର୍ଦ୍ଧାରିତ ବିଧିରୁ ଭିନ୍ନ ଅଟେ, ଅତଃ ସେମାନେ ନଷ୍ଟ ହୋଇଯାଆନ୍ତି। ଏଠାରେ ସପ୍ତଦଶ ଅଧ୍ୟାୟରେ ସେ ଆସୁରୀ ସ୍ୱଭାବ ଯୁକ୍ତ କହି ସମ୍ବୋଧିତ କଲେ। ଶ୍ରୀକୃଷ୍ଣ ଶବ୍ଦରେ ଏକ ପରମାତ୍ମା ହିଁ ପୂଜାର ବିଧାନ ରହିଛି। ତଦନ୍ତର ଶ୍ରୀକୃଷ୍ଣ ଚାରୋଟି ପ୍ରଶ୍ନକୁ ନେଲେ। ଆହାର, ଯଜ୍ଞ, ତପ ଓ ଦାନ। ଏହାର ତିନି ପ୍ରକାର ହୋଇଥାଏ। ସାତ୍ୱିକ ପୁରୁଷକୁ ଆରୋଗ୍ୟ ପ୍ରଦାନ କରୁଥିବା, ସ୍ୱାଭାବିକ ପ୍ରିୟ ଲାଗୁଥିବା ସ୍ନିଗ୍ଧ ଆହାର ପ୍ରିୟ ହୋଇଥାଏ। ରାଜସିକ ପୁରୁଷକୁ କଟୁ, ରାଗ, ଉଷ୍ମ, ମସଲାଯୁକ୍ତ ଇତ୍ୟାଦି ରୋଗବର୍ଦ୍ଧକ ଆହାର ପ୍ରିୟ ହୋଇଥାଏ। ରାଜସିକ ପୁରୁଷକୁ ଅଇଁଠା, ବାସି, ଅପବିତ୍ର ଆହାର ପ୍ରିୟ ହୋଇଥାଏ ଓ ଶାସ୍ତ୍ର ବିଧିରୁ ନିର୍ଦ୍ଧାରିତ ଯଜ୍ଞ ଅର୍ଥାତ୍ ଆରାଧନାରେ ଅନ୍ତଃକ୍ରିୟା ଗୁଡ଼ିକୁ ଯାହା ମନର ନିରୋଧ କରିଥାଏ, ଫଳାକାଂକ୍ଷାରୁ ରହିତ ସେହି ଯଜ୍ଞ ସାତ୍ୱିକ ଅଟେ। ଦମ୍ଭ ପ୍ରଦର୍ଶନ ଏବଂ ଫଳ ନିମନ୍ତେ କରୁଥିବା ସେହି ଯଜ୍ଞ ରାଜସିକ ଅଟେ ଏବଂ ଶାସ୍ତ୍ର ବିଧିରୁ ରହିତ ମନ୍ତ୍ର ଦାନ ତଥା ଅଶ୍ରଦ୍ଧାରେ କରୁଥିବା ଯଜ୍ଞ ତାମସିକ ଅଟେ। ପରମ ଦେବ ପରମାତ୍ମାଙ୍କଠାରେ ପ୍ରବେଶ କରୁଥିବା ସମ୍ପୂର୍ଣ୍ଣ ଯୋଗ୍ୟତା ଯାହାଙ୍କ ନିକଟରେ ରହିଛି, ସେହି ପ୍ରାଜ୍ଞ ସଦ୍ଗୁରୁଙ୍କ ଅର୍ଚ୍ଚନା, ସେବା ଏବଂ ଅନ୍ତଃକରଣରେ ଅହିଂସା, ବ୍ରହ୍ମଚର୍ଯ୍ୟ ଏବଂ ପବିତ୍ରତା ଅନୁରୂପ ଶରୀରରୁ ତପାଇବା ହିଁ ଶାରୀରିକ ଯେ ତପ ଅଟେ। ସତ୍ୟ, ପ୍ରିୟ ଏବଂ ହିତକାରକ ବାକ୍ୟ କହିବା ବାଣୀର ତପ ଅଟେ ଏବଂ ମନକୁ କର୍ମରେ ପ୍ରବୃତ୍ତ ରଖିବା, ଇଷ୍ଟଙ୍କ ଅତିରିକ୍ତ ବିଷୟ ଚିନ୍ତନର ମନକୁ ମୌନ ରଖିବା ମନ ସମ୍ବନ୍ଧିତ ତପ ଅଟେ। ମନ, ବାଣୀ ଏବଂ ଶରୀର ତିନିଟିକୁ ମିଶାଇ ପରମାତ୍ମାଙ୍କ ନିମନ୍ତେ ତପାଇବା ହିଁ ସାତ୍ୱିକ ତପ ଅଟେ। ରାଜସ ତପରେ କାମନାଙ୍କ ସହିତ ସେହି ତପକୁ କରାଯାଇଥାଏ, ଯେବେ କି ତାମସିକ ତପ ଶାସ୍ତ୍ର ବିଧିରୁ ରହିତ ସ୍ୱେଚ୍ଛାଚାରୀ ଅଟେ। କର୍ତ୍ତବ୍ୟ ମାନି ଦେଶ, କାଳ ଏବଂ ପାତ୍ର ବିଚାର କରି ଶ୍ରଦ୍ଧାପୂର୍ବକ ହେଉଥିବା ଦାନ ହିଁ ସାତ୍ୱିକ ତପ ଅଟେ। କୌଣସି ଲାଭ ନିମନ୍ତେ ଲୋଭରେ କଠିନତାରେ ଦେଉଥିବା ଦାନ ହିଁ ରାଜସିକ ଅଟେ ଏବଂ
ନିରାଦର ପୂର୍ବକ କୁପାତ୍ରକୁ ଦେଉଥିବା ଦାନ ତାମସିକ ଅଟେ। ଓମ୍ ତତ୍ ସତ୍ ର ସ୍ୱରୂପକୁ ନେଇ ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ ଯେ ଏହି ନାମ ପରମାତ୍ମାଙ୍କ ସ୍ମୃତି ଦେଉଥାଏ। ଶାସ୍ତ୍ର ବିଧି ଦ୍ୱାରା ନିର୍ଦ୍ଧାରିତ ତପଦାନ ଓ ଯଜ୍ଞ ପ୍ରାରମ୍ଭ କରିବାରେ ଓମ୍ ର ପ୍ରୟୋଗ ହୋଇଥାଏ ଏବଂ ପୂର୍ତ୍ତି ସମୟରେ ହିଁ ଓମ୍ ପିଣ୍ଡ ଛାଡ଼ିଯାଏ। ତତ୍ ଶବ୍ଦର ଅର୍ଥ ହେଉଛି ସେହି ପରମାତ୍ମା ତାଙ୍କର ପ୍ରତି ସମର୍ପିତ ହେଲେ ହିଁ ସେହି କର୍ମ ହୋଇଥାଏ। ଯେବେ କର୍ମ ଧାରାବାହୀ ହେବାରେ ଲାଗିବ ତେବେ ସତ୍ ଶବ୍ଦର ପ୍ରୟୋଗ ହେଉଥାଏ। ଭଜନ ହିଁ ସତ୍ ଅଟେ। ସତ୍ ପ୍ରତି ଭାବ ଏବଂ ସାଧୁ ଭାବରେ ହିଁ ସତ୍ ଶବ୍ଦର ପ୍ରୟୋଗ କରାଯାଇଥାଏ। ପରମାତ୍ମାଙ୍କ ପ୍ରାପ୍ତି କରେଇ ଦେଉଥିବା କର୍ମ ଯଜ୍ଞ ଦାନ ଓ ତପର ପରିଣାମରେ ମଧ୍ୟ ସତ୍ ଶବ୍ଦ ପ୍ରୟୋଗ ହୋଇଥାଏ ଏବଂ ପରମାତ୍ମା ରେ ପ୍ରବେଶ ହେଉଥିବା କର୍ମ ନିଶ୍ଚୟ ପୂର୍ବକ ସତ୍ ଅଟେ, କିନ୍ତୁ ସେହି ସମସ୍ତଙ୍କ ପ୍ରତି ଶ୍ରଦ୍ଧା ଆବଶ୍ୟକ ଅଟେ। ଅଶ୍ରଦ୍ଧାରେ କରୁଥିବା କର୍ମ, ଦେଉଥିବା ଦାନ, ତପାଉଥିବା ତପ ଏହି ଜନ୍ମରେ ଲାଭଦାୟକ ହୋଇଥାଏ ନା ଆସନ୍ତା ଜନ୍ମରେ ହିଁ ହୋଇଥାଏ। ଅତଃ ଅନ୍ୟାନ୍ୟ ଶ୍ରଦ୍ଧା ଅପରିହାର୍ଯ୍ୟ ଅଟେ। ସମ୍ପୂର୍ଣ୍ଣ ଅଧ୍ୟାୟରେ ଶ୍ରଦ୍ଧା ଉପରେ ପ୍ରକାଶ କରାଯାଇଛି ଏବଂ ଶେଷରେ ଓମ୍ ତତ୍ ସତ୍ ର ବିଶଦ ବ୍ୟାଖ୍ୟା ପ୍ରସ୍ତୁତ କରାଯାଇଛି, ଯାହାକି ଗୀତାର ଶ୍ଲୋକରେ ପ୍ରଥମ ଥର ଆସିଛି। ତ ଏଇଠି ସପ୍ତଦଶ ଅଧ୍ୟାୟ ସରିଯାଇଛି। ତ ଆମେ ପୁଣି ଆଗକୁ ଅଷ୍ଟଦଶ ଅଧ୍ୟାୟ ପଢିବା। ରାଧେ ଶ୍ୟାମ।